ସମସ୍ତେ କୁହନ୍ତି ପୁରୁଷମାନେ ଭାରି ଟାଣୁଆ, ସେମାନେ କେବେ ଦୁଃଖ କରନ୍ତିନି, ତାଙ୍କ ଆଖିରେ କେବେ ଲୁହ ଆସେନି, ସେମାନେ କେବେ କାନ୍ଦନ୍ତିନି। କିନ୍ତୁ ଗୋଟେ ପୁରୁଷ ଯେତିକି କଷ୍ଟ ପାଏ ନା, ସେ କାହାକୁ କହିପାରେ ନା ସହିପାରେ ନା କାନ୍ଦିପାରେ। ସେ ହୋଇଯାଏ ପଥର। ଆଉ ଲୋକେ କୁହନ୍ତି କୁଆଡ଼େ ପୁରୁଷର ହୃଦୟ ନାହିଁ, ସେ ହୃଦୟହୀନ। ଗୋଟେ ପୁଅ ଯେତେବେଳେ ଛୋଟ ଥାଏ, ସେବେଠାରୁ ତାକୁ କୁହାଯାଏ ବଡ଼ ହେଲେ ସବୁ ଦାୟିତ୍ୱ ତୋର। ବିଚରା ଛୁଆ ବେଳୁ ସେ ଦୁନିଆ କ'ଣ ବୁଝିବା ଆଗରୁ ଏତିକି ବୁଝିଯାଏ ଯେ ବଡ଼ ହେଲେ ସବୁ ବୋଝ ତାକୁ, ସବୁ ଭାର ତାକୁ ଉଠେଇବାକୁ ହିଁ ପଡ଼ିବ। ବାପା ମାଙ୍କ ଦାୟିତ୍ୱଠୁ ନେଇ ପରିବାର ପ୍ରତ୍ୟେକ ସଦସ୍ୟଙ୍କ ମନର କଥାକୁ ବୁଝି ସେ ଭୁଲିଯାଏ ଯେ ସେ ବି ଗୋଟେ ମଣିଷ, ତାର ବି ଗୋଟେ ଆତ୍ମା ଅଛି, ତାର ବି ଗୋଟେ ମନ ଅଛି। ସମସ୍ତଙ୍କ ପାଇଁ ସବୁ କିଛି କରି ଶେଷରେ ସେ ପାଏ କ'ଣ? ନିନ୍ଦା, ଅପବାଦ। ସେ ବା ପୁରୁଷ, କାନ୍ଦିବାର ଅଧିକାର ତାର ନାହିଁ, ତା ଆଖିରେ ଲୁହ ନଥାଏ, ସେ କାନ୍ଦି ପାରିବ ନାହିଁ। କାରଣ ଏଠି ପୁରୁଷମାନଙ୍କୁ କାନ୍ଦିବା ମନା। ପୁରୁଷମାନେ ବି ମାନସିକ ଆଘାତ ବହୁତ ପାଆନ୍ତି, ହେଲେ ଚୁପ୍ ରହି ନିଜ କାମ କରନ୍ତି। କାହିଁକି ଜାଣନ୍ତି? କାରଣ ତାଙ୍କ ମୁଣ୍ଡ ଉପରେ ପରିବାର ବୋଝ ଥାଏ, ତାଙ୍କ ଉପରେ ବହୁତ ସାରା ଦାୟିତ୍ୱ ଥାଏ। ଗୋଟେ ପୁରୁଷ ଯେତେବେଳେ କାନ୍ଦେ ଆଉ ଚୁପ୍ ରହିଯାଏ, ସେତିକି ଆଘାତ ତାକୁ ମିଳିଥାଏ। ହେଇପାରେ ସେ ଆଘାତ ତା ପରିବାର ଦେଇଥାଇପାରେ, ହେଇପାରେ ସେ ଆଘାତ ତାକୁ ନିଜ ଲୋକ ଦେଇଥାଇପାରେ, ଅଥବା ତା ସମାଜ ଦେଇଥାଇପାରେ। ଏଇଠି ବନ୍ଧୁବାନ୍ଧବଙ୍କ ଭୂମିକା ମଧ୍ୟ ଅଛି। ସେମାନେ କେବେ କୌଣସି କଥାର ସତ୍ୟତା ନ ଜାଣି ମାନସିକ ଆଘାତ ଦେଇଥାନ୍ତି, କିଛି ବୁଝନ୍ତିନି, କାରଣ ତାଙ୍କ ପାଖରେ ବୁଝିବା ଶକ୍ତି ହିଁ ନାହିଁ। କେହି କେବେ ଗୋଟେ ପୁରୁଷର ଦୁଃଖ ବୁଝିବାକୁ ଚେଷ୍ଟା ବି କରନ୍ତି ନାହିଁ। ଇଏ ହେଉଛି ଆମ ସମାଜ। ଗୋଟିଏ ପୁରୁଷ ଚାହେଁ ଭଲ ଜୀବନ ସାଥୀ, ଆଉ ସେ ଯଦି ଭଲ ଜୀବନ ସାଥୀ ହେଲା, ସେ ସ୍ତ୍ରୀ ଯଦି ସ୍ୱାମୀର ମୂଲ୍ୟ ନ ବୁଝେ, ଭାବିଲ ସେ ପୁରୁଷ ଭିତରୁ ନିଜକୁ କେତେ କଷ୍ଟ ଦେଉଥିବ। ଥରେ ଭାବ, ସେ ପୁରୁଷ ନିଜକୁ କେତେ କଷ୍ଟ ଦେଉଥିବ, କେତେ ସହୁଥିବ, କେତେ ମାନସିକ ଚିନ୍ତାଗ୍ରସ୍ତ ଥିବ। କୁହନ୍ତି ନା, ଜାଗା ଘା ଦେଖେଇ ହୁଏନି କି କହି ହୁଏନି। ସମସ୍ତେ କୁହନ୍ତି ଭଲ ସ୍ୱାମୀ ହୁଅ, ଭଲ ପୁଅ ହୁଅ, ଭଲ ଭାଇ ହୁଅ, ହେଲେ କେହି କେବେ ନିଜକୁ ତା ଜାଗାରେ ରଖିବାକୁ ଚେଷ୍ଟା କରିଛନ୍ତି? କେବେ ଦେଖିଛନ୍ତି ସେ କୋଉ ଜାଗାରେ ଅଛି? ସେ ମଧ୍ୟ ଚାହେଁ ଭଲ ସ୍ତ୍ରୀ, ଭଲ ବାପା, ଭଲ ମା, ଭଲ ଭାଇ, ଭଲ ଭଉଣୀ, ଭଲ ସାଙ୍ଗ। ଏଇ ତା ସାଙ୍ଗରେ କିଏ କେବେ କଥା କହିଛନ୍ତି? କେବେ ସେ ବୁଝିଛନ୍ତି? ତା କିଏ ବୁଝେ? ସେ ବା ପୁରୁଷ, ସେ ପଥର ହେଇ ସେ ସବୁ କରିବାକୁ ବାଧ୍ୟ ହେଉଛି। ପୁରୁଷମାନେ ବି ଦୁଃଖ ପାଆନ୍ତି, ପୁରୁଷମାନେ ବି କାନ୍ଦନ୍ତି। ଫରକ ଏତିକି, ସେମାନେ କାହାକୁ ଦେଖାନ୍ତିନି। ଦୁନିଆର ସବୁ ପୁରୁଷ ସମାଜକୁ ମୋର ଅନୁରୋଧ, ଏ ସ୍ୱାର୍ଥପର ଦୁନିଆରେ କାହାଠୁ କିଛି ଆଶା କରନ୍ତୁନି। ଲୋକେ ହସ କମ୍, ଲୁହ ଦେବାକୁ ଅଧିକ